ବର୍ତ୍ତମାନ ପାଲା ବର୍ଷା ପ୍ରିୟଦର୍ଶିନୀ ପଣ୍ଡା, ପ୍ରିୟଙ୍କା ମହାପାତ୍ର, ନନ୍ଦିନୀ, ଅନୁସୟା ନାୟକ, ଶ୍ରାବଣୀ ପଣ୍ଡା, ଶ୍ଵେତାରାଣୀ ସାହୁ। हेलो खसै पकाओ मोर समस्त अतिथि मानक मोर प्रणाम और सान बड़ भाई भौणी मानक मोर स्नेह और भल पाइबा। आज पवित्र वार्षिक उत्सव अवसर में आम जलशिल्पी विद्यालय सुनाम धन्य गायिका प्रियंका महापात्र द्वारा मनोरंजन धार्मिक कार्यक्रम पाला द्वारा सामाजिक वार्ता आम्भे देवाई इच्छा आशा करुचु एक मनोरंजन धार्मिक कार्यक्रम हेबो। नमस्ते वक्रतुंड महाकाय सूर्यकोटि समप्रभ निर्विघ्नं कुरु मे देव सर्वकार्येषु सर्वदा तत्पुरुषाय विद्महे महादेवाय धीमहि तन्नो रुद्राय प्रचोदयात् ओम नमः शिवाय। तुमेव माता च पिता तुमेव वक्रतुंड तुमेव महादेव। आजिर पवित्र सत्यनारायण पाला मंचरे उपस्थित थिबा मोर ज्ञानी गुणी विज्ञ प्राज्ञ भद्रलोक और गुणीजन मानक विनम्र प्रणाम एवं लघुजन मानक श्रद्धा सुमन अर्पण करुअछि। अत्याधुनिक जुगर मनुष्य माने पिता माता को किपरि अवहेलित करुचंती बा घृणा चक्षुर देखुचंती बा निज स्त्री को पाइकी पिता माता को वृद्धाश्रम रे छाड़ी देउ जाउछंती। सेही बाट बण हेउथो लोक मानकु बाट को आनिबा पई हमर एई सत्यनारायण पालारे आमे पिता माता हेउछंती जीवंत देवता सेही विषयटी को उपस्थापन करबा को जाउछु। धन्यवाद। माँ
ମାଛ ସେ ପୁତ୍ର ତରକାରୀ ବାଇଗଣ ବିବର୍ତ୍ତକ ତିମିର ପୋଟଳ ଭଜା ଏବଂ ତୁତେ ସର୍ବମଙ୍ଗଳ। ମାଛ ପୋଟଳ ଇଏ କି କଥା ମ ତୁମ କଣ ଜଳେଶ୍ୱରପୁର ସ୍କୁଲରେ ଖାଇବାକୁ ଦେଇନାହାନ୍ତି ନା କଣ? ପେଟ ଖାଇବାକୁ ଭଳିଆ କଥାବାର୍ତ୍ତା କରୁଛ। ଭଲ ମୋର କି କଥା ତୁମର? ଆରେ ନାଇଁ ନାଇଁ ତମେ ବୁଝି ନାହିଁ। ମାଛ ସେ ପୁତ୍ର ତରକାରୀ ଅର୍ଥାତ୍ ମା ଅର୍ଥ ପାର୍ବତୀ ମା ଛଅ ଶସ୍ୟ ଅର୍ଥାତ୍ କାର୍ତ୍ତିକ ପୁତ୍ର ତାଙ୍କର ପୁତ୍ର ଗଣେଶ। ମାଛ ସେ ପୁତ୍ର ତରକାରୀ ଅର୍ଥାତ୍ କାକ ଅର୍ଥାତ୍ ଯିଏ ରାକ୍ଷସ ମାନଙ୍କୁ ଦମନ କରିଥାନ୍ତି ଅର୍ଥାତ୍ ଦେବ ବିଷ୍ଣୁ। ବାଇଗଣ ବିବର୍ତ୍ତକ ବାଇ ଅର୍ଥ ପୁତ୍ରକୁ ଯେଉଁମାନେ ଦମନ କରିଥାନ୍ତି ବାଇଗଣ ବିବର୍ତ୍ତକ। ତିମିର ପୋଟଳ ଭଜା ତିମିର ଅର୍ଥାତ୍ ଅନ୍ଧକାର ଅର୍ଥାତ୍ ଅନ୍ଧକାରକୁ ଯିଏ ଦୂରୀଭୂତ କରି ଆମକୁ ଆଲୋକ ପ୍ରଦାନ କରିଥାନ୍ତି ଅର୍ଥାତ୍ ଦେବ ସୂର୍ଯ୍ୟ। ସେଇ ସକଳ ସୂର୍ଯ୍ୟ ଦେବତା ତୁମର ମଙ୍ଗଳ କାମନା କରନ୍ତି। ଗାୟକ ମାସ ତାହେଲେ ଏମିତି କଥା। ମୁଁ ତ ଛାର ମୂର୍ଖ ଲୋକ ପୁଣି ଶ୍ରୀ ପାଳିଆ ଲୋକ ମୁଁ ବା କାହିଁ ଏତେ କଥା ଜାଣିବି ମ। ଆମେମାନେ ସମସ୍ତେ ଲକ୍ଷ୍ୟ କରୁଛନ୍ତି ଯେ ସୋମବାର ଦିନ କଳିଯୁଗର ବୋହୂମାନେ ପାଛିଆରେ ଫୁଲ ଫଳ ଦୀପ ଚନ୍ଦନ ଧରି ଶିବ ମନ୍ଦିର ଯାଉଛନ୍ତି ଏବଂ ଘରେ ବୃଦ୍ଧ ବାପା ପାଣି ଟୋପାଏ ମାଗୁଛନ୍ତି। ତାଙ୍କୁ ପାଣି ନ ଦେଇ ସେ ଯୋଉ କ୍ଷୀର ନେଇକି କଣ ପାଣି କହୁଛ କହୁଛ ଫୁଲ କହୁଛ ମୂଳ କହୁଛ ମୁଁ ବା ଦେଖିଥିଲି କ୍ଷୀର ନେଇକି ବି ଯାଉଛନ୍ତି। ସେଥିପାଇଁ ଟିକିଏ ଗୋଟେ ପଦ ମୁଁ କହିବି ଆଣିଛି କ୍ଷୀର କଣ କହିବି ବୁଲା ମନଟା ଏଇ କରିଛି କଳିଯୁଗର ଲୋକମାନେ ମା ଶବ୍ଦର ଅର୍ଥ ବୁଝି ନାହାନ୍ତି। ତେଣୁ ସେଇ ମା ପାଇଁ ପଦେ ଆଳୁ ପରିବା ସାଡୁ ପରିବା କରି କିଏ ହେବ ମାଉସୀ ଡାକ ପିଉସୀ ଡାକ ମା କରି କିଏ ହେବ। ମା ଯେଉଁ ଛୁଆଟିକୁ 10 ମାସ 10 ଦିନ ହାଡ଼ ଭଙ୍ଗା କଷ୍ଟ ସହି ଜନ୍ମ ଦେଲା ପରେ ସେଇ ପୁଅ ବା ଝିଅମାନେ ପର ସ୍ତ୍ରୀ ଅର୍ଥାତ୍ ଗୋଟେ ଅନ୍ୟ ଝିଅ ପାଇଁ ପିତାମାତାକୁ ଜରାଶ୍ରମରେ ନେଇ ଛାଡ଼ି ଦେଉଛନ୍ତି। ଏହା କଣ ଆଧୁନିକ ଯୁଗର ପିଲାମାନଙ୍କ ଲକ୍ଷଣ? ସେଇ ମା ଧୂଳି ହେଇ ପିଲାଟି ପଦାରେ ଖେଳୁଥିଲେ ମା ସେମିତି କୋଳେଇ ନେବ କିନ୍ତୁ ଅନ୍ୟ କେହି ଦେଖିଲେ ଆଗେ ତାକୁ ଧୂଳି ଛାଡ଼ିବେ ତାପରେ ତାକୁ କୋଳେଇ ଆଣିବେ। ମା ପ୍ରତି ଯୋଉ ଅବହେଳିତ କରୁଛନ୍ତି ଏହାର ମୂଲ୍ୟ କଣ? ସେଥିପାଇଁ କୁହାଯାଇଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିୟସୀ। କିନ୍ତୁ ଆଜିର ଲୋକମାନେ ସେଇ ମା ଶବ୍ଦର ଅର୍ଥ ନ ବୁଝି ପିତାମାତାଙ୍କୁ ନେଇ ଜରାଶ୍ରମରେ ଛାଡ଼ି ଦେଉଛନ୍ତି। ଏହା କଣ ଠିକ? ପୂଜା ଚୂଡ଼ା ତଥୈବ च ଲଙ୍କା ମରିଚ ମର୍ଦ୍ଦନ ପିଂସାଠ କଦଳୀଶ୍ଚୈବ କୁର୍ବନ୍ତୁ ତେ ସର୍ବମଙ୍ଗଳ। ଗାୟକ ମାସ ସେତିକିରେ କଣ ତୁମ ପେଟ ପୁରିଲାନି? କେଡ଼େ ପେଟ କାଙ୍ଗାଳିଆ କିଲ ତମେ? ଇଏ କି ପେଟ କହିଲ ତୁମର? ଖାଲି ଖାଇବ ହଉଛ ଆଶୀର୍ବାଦ ଦେବା ବଦଳରେ ଛୁଆଟାକୁ ଏଇ କଥା କହୁଛ। ଆରେ ତମେ ବୁଝି ନାହ ଶୁଣ ମୁଁ ବୁଝେଇ ଦଉଛି। ପୂଜା ଚୂଡ଼ା ତଥୈବ च ଭୂ ଅର୍ଥାତ୍ ପୃଥିବୀ ଯା ଅର୍ଥ ଜନ୍ମ ପୂଜା ଅର୍ଥାତ୍ ମାତା ସୀତା ତଥୈ ଚୂଡ଼ା ଅର୍ଥାତ୍ ମାତା ସୀତାଙ୍କର ଯିଏ ଶ୍ରେଷ୍ଠ ତଥୈବ च ତାଙ୍କ ସହିତ ଲଙ୍କା ମରିଚ ମର୍ଦ୍ଦନ ମରିଚି ରାକ୍ଷସକୁ ଦମନ କରୁଥିଲେ ମାରିଥିଲେ। ମରିଚ ମର୍ଦ୍ଦନ ପିଂସାଠ କଦଳୀଶ୍ଚୈବ ପିଂସାଠ ଅର୍ଥାତ୍ କୋଡ଼ିଏର ଅଧା ଦଶମନ ରାବଣର ଯିଏ ବିନାଶ କରିଥିଲେ ଅର୍ଥାତ୍ ମର୍ଯ୍ୟାଦା ପୁରୁଷୋତ୍ତମୀ ରାମଚନ୍ଦ୍ର ସେଇ ମାତା ସୀତା ରାମଚନ୍ଦ୍ର ତୁମର ମଙ୍ଗଳ କାମନା ବୁଝିଲି ଏଇଥର ମୁଁ ବୁଝିଲି ଆଉ କହିବିନି ଏମିତି କଥା। ବୁଝିଲି। ଆଜିକାଲି ପ୍ରଥବଷ୍ଟ ହେଉଥିବା ଲୋକମାନଙ୍କୁ
ଯୁଗ ହେଲା ତ କଳି ଅଧା ତାପରେ ସତ୍ୟ କିଛି ନାହିଁ ତା ବୋଲି ଆଜିକାଲି ସୋମବାର ଦିନ ପୁଅ ବୋହୂମାନେ ସବୁ ମନ୍ଦିର ଯାଉଛନ୍ତି ଏବଂ ଘରେ ବୃଦ୍ଧ ପିତାମାତା ପାଣି ଡୁବା ମାଗିଲେ ମଧ୍ୟ ତୀର୍ଥ କରିବାକୁ ଯାଉଛନ୍ତି ଘରେ ପିତାମାତାଙ୍କୁ ଚାପି ପକାଇ ଦେଉଛନ୍ତି ଏହା କେତେ ଠିକ୍? ହାୟ ରେ କଳି ଯୁଗ ପିତାମାତାଙ୍କ ପାଇଁ କଥାରେ କୁହାଯାଇଛି କାହିଁ ଯିବି ମୁଁ ମନ୍ଦିର କାହିଁ ପୂଜିବି ପଥର ମୋ ପାଖେ ଅଛନ୍ତି ମୋ ପିତାମାତା ଚଳନ୍ତି ଦେବତା ସେଥିପାଇଁ ପଥର ଦେବତା ପାଖରେ ମୁଣ୍ଡ ବାଡ଼ିଲେ କଣ ପଥର ଦେବତା ଆମକୁ ଆଣିକି ଦେବେ ଆରେ ଯାହା ପାଖରେ ଅଳି ଅଝଟ କଲେ ସେ ଆମ ଛୋଟ କତରୁ ଆରମ୍ଭ କରି ବଡ଼ ହେଲା ପର୍ଯ୍ୟନ୍ତ ଯିଏ ସବୁ ଜିନିଷ ଆମର ପୂରଣ କଲେ ତାଙ୍କୁ ଆମେ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ନିଜେ ଯାଇକି ପଥର ଦେବତାଙ୍କ ପାଖକୁ ଯିବା ଚାରି ଧାମ ଦର୍ଶନ କରିବା ତୀର୍ଥ କରିବା ପୁଣ୍ୟ କରିବା ଲୋକମାନଙ୍କୁ ଖାଇବାକୁ ଦବା କିନ୍ତୁ ନିଜ ପିତାମାତା ଏଠି ଖୁସୁଡ଼ି ହେଇକି ପଡ଼ିକି ଘାବୁଡ଼ା ହଉଥିବେ ଏହା କଣ ଠିକ୍? ପିତା ଆଗେ ନିଜ ପିତାମାତାଙ୍କୁ ସମ୍ମାନ କରନ୍ତୁ ତାପରେ ପରକୁ ଯାଇକି ଧର୍ମ ଅର୍ଜନ କରିବେ ବା ଅନ୍ୟକୁ ଯାଇକି ସମ୍ମାନ କରିବେ ପ୍ରଥମେ ହେଉଛନ୍ତି ନିଜ ପିତାମାତା। ପିତାମାତା ବଡ଼ ଦେବତା ବଡ଼ ବଡ଼ ଦେଉରା ଶେଷ ଗୀତଟି ମୁଁ ଶେଷରେ ଗାଉଛି ଆଉ ମୁଁ ଗାଇବି ନାହିଁ ଦୋଷ ତ୍ରୁଟି ଥିଲେ କ୍ଷମା କରିଦେବ ମାଗୁଣି କରୁଛି ମୁଁ ତିନ ଜନ ଶରଣ ରକ୍ଷଣ ମହାବାହୁ ହରି ବୋଲ ଭାରତର ସୁଖ ହେଉ हमारा कुनी कुनी छात्री द्वारा परिवेशन छात्री की जय